ହେବା ଦରକାର ଯେ ମୋର ପ୍ରିୟଜନ ଯେ କି ମୃତ୍ୟୁବରଣ କରିଛି ଏ ଗୋଟେ ଦିନ ଉଠିବ। ପ୍ରଭୁଙ୍କ ହସ୍ତରେ ତାକୁ ସମର୍ପଣ କରିବା ଦିନ ଏଇଟା। ଆଉ ଏଇଟା ଖ୍ରୀଷ୍ଟିଆନ ମାନଙ୍କ ନିମନ୍ତେ, ଖ୍ରୀଷ୍ଟିଆନ ଜନତା ନିମନ୍ତେ, ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କ ନିମନ୍ତେ ଗୋଟେ ବିଜୟର ଦିବସ। କାହିଁକି ପ୍ରଭୁ ଆମମାନଙ୍କୁ ଯୋଉ ମୃତ୍ୟୁରେ ଯୋଉ ଧୂଳିରେ ଆମେ ଲୀନ ହେବାର ଥିଲା ସେ ଧୂଳିରୁ ପୁନର୍ବାର ଉଠାଇଛନ୍ତି। ସେ ମୃତ୍ୟୁକୁ ଜୟ କଲେ ଆଉ ଆମମାନଙ୍କ ନିମନ୍ତେ ଅନନ୍ତ ଜୀବନ ଦେଲେ। ଆଉ ଅନନ୍ତ ଜୀବନ ପ୍ରଦାନ କରି କହିଲେ ଯେ ମୋ ଠାରେ ବିଶ୍ୱାସ କରେ ଯଦ୍ୟପି ମରେ ତଥାପି ସେ ବଞ୍ଚେ। ତେଣୁକରି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯୀଶୁଙ୍କର ଜନ୍ମର ପୂର୍ବେ ପ୍ରାୟ 650-700 ବର୍ଷ ପୂର୍ବେ ଆମେ ଦେଖୁଛୁ ଦାନିଏଲ ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର ଗୋଟେ ବାକ୍ୟ ଦେଇଥିଲେ। ଦାନିଏଲ ତାର 12 ଅଧ୍ୟାୟ ତାର 2 ପଦ ଲେଖା ଅଛି। 2 ପଦରେ କଣ ଲେଖା ଅଛି କି ଯେତେ ଲୋକ ଧୂଳିରେ ଶୟନ କରିଅଛନ୍ତି ସେମାନେ ଉଠିବେ। ଆଉ କାହିଁକି ଉଠିବେ? ଅନେକ ଲୋକ, କେତେକ ଲୋକ ଅନନ୍ତ ଜୀବନ ପାଇବା ନିମନ୍ତେ ଆଉ କେତେକ ଲୋକ ଅନନ୍ତ ଅବଜ୍ଞା ପାଇବା ନିମନ୍ତେ। ପ୍ରିୟମାନେ, ଏଠି ଆମେ ଦେଖୁଛୁ ଆଜି ଆମେ ଯାହାକୁ ମହମବତୀ ଫୁଲ ଦେଇ ସମସ୍ତ ବିଷୟ ଆମେ ତାକୁ ଚୂନ ମାରି ଲିପି ସବୁ କିଛି କରି କଣ କରୁଛୁ ଏ କବରକୁ ସଜାଡୁଛୁ। ଆମେ ଚିନ୍ତା କରିବା ଯେ ଆମର ପ୍ରିୟଜନ এই প্রভুଙ୍କ ଦିନରେ ଧୂଳିରୁ ଉଠିବେ। କାହିଁକି ଧୂଳିରୁ ଉଠିବେ? କାରଣ ପ୍ରଭୁ ଏ ଧୂଳିରେ ରହିଲେ ନାହିଁ, କବରରେ ରହିଲେ ନାହିଁ। ସେ ଉଠିଲେ, ଉତ୍ଥାପିତ ହେଲେ ଆଜି ସେଇ ଦିନକୁ। ଆଉ ଆମେ ଆଇଲା ପରେ ଆମମାନଙ୍କର ଫଳକ ଆଜ୍ଞାଙ୍କ ସହିତ ଆମେ କଥା ହଉଥିଲୁ। ଏଇ ବର୍ଷ ଗୁଡ ଫ୍ରାଇଡେ ଯୀଶୁକୁ କ୍ରୁଶବିଦ୍ଧ କରିବା ଦିନ ଯୋଉ ଡେଟ୍ ଥିଲା ସେଇ ଡେଟ୍ ଏ ବର୍ଷ ହେଲା। उत्थान से डेट है समान डेट रे पहुंचू। तेणुकरी आपण मैंने समस्ते जानी तार संकेत स्वरूप राति 11:35 भितर गोटे सतर्क बाणी है ख्रीस्टियान मान निमंते। कौन बाणी है कि पृथ्वी ठहरवा आरंभ कर। तेज आम जानवा जिते लोक प्रभु अच्छु ये आम प्रियजन मैंने धूली शयन कर प्रभु को आगमन दिन में कौन आम प्रिय लोक मैंने उत्थापित हेबे कि यदि उत्थापित हेबे प्रभु देइथिबा मूल्य अर्थात यीशु देइथिबा मूल्य रो कार्यकारी हेबो। उत्थापित हेबे नाय आमे माने मते यदि मरि जिबा यदि उठिबा नाय कबर उठिबा नाय तबे यीशु देइथिबा मूल्य रो किछि भूल नथिबो, तार मूल्यांकन नथिबो। तेणुकरी प्रिय माने आम समय प्रभु को उत्थापित दिन को पालन उत्थान दिन को पालन करें समस्ते यही प्रकार रहा दरकार जे आम जीवन को पवित्र करवा दरकार। कहीं भाग्य लेखा एप्री पुस्तक 9 अध्याय लेखा अच्छी कि से जगह लेखा अच्छी मनुष्यर पाप निहाती रक्तर आवश्यक थिला। से रक्त जिते जो पर्यंत बुहाइबे ना, जो पर्यंत रक्त छड़ाइबे ना, जो पर्यंत रक्तर मूल्य देवे ना से पर्यंत मनुष्य पापर परित्राण पाई पारिबो ना। पुरातन नियम लोक माने छाग मेष अन्यान्य बलि करी रक्त बुहाई करी महाजाजक माने पवित्र स्थान रे रक्त छिंटी कौन करथिले पवित्र हेबा पाई चेष्टा कले, लोक को समाज को पवित्र करबा पाई चेष्टा कले, मात्र से रक्त द्वारा कौन विषय होई पारला नै। तेणु लेखा अच्छी तार 15 पद 9 अध्याय 15 पद आउ यही कारण एप्री पुस्तक 9 अध्याय 15 पद आउ यही कारण से नूतन नियम मध्यस्थ होई अछंती जे प्रथम नियमकालीन अपराध मार्जनार्थे मृत्यु भोग करुथिबारु आहत लोक माने अनंत अधिकार संबंधी प्रतिज्ञा फल प्राप्त हुअंती। लेखा जे अनंत चर्बी कम लागे ना टिके प्रत्यार फल प्राप्त हेबा पाए गोटे विषय करबा पाए सबले मध्यस्थ हेबा पाए पड़िला। आ से मध्यस्थ के अम्मान को प्रभु से मध्यस्थ हेले जीवन देले अम्मान को परित्राणर पथ देखाई। जो परित्राण आमे नित्य आई न थातु, जो परित्राण आम पाए दिया जाई न थाता, मात्र निजे स्वयं परमेश्वर अपना अद्वितीय पुत्र को उठाइले, निजर पुत्र को उठाइले मूल्य दे आमार गलातिया 4:4 किंतु काल संपूर्ण हुअते प्रभु अपना निकटरू अपना अद्वितीय पुत्र को पठाइले
आउता 5 बदले का से मूल्य दे व्यवस्था होती न आवडे फास्ट लो আমার দেখতে আগে যেতে লোক মূল্য করতে প্রিয় মানে আমার প্রিয়জন মানে যে ধুলির শয়ন କରିଛନ୍ତି ସେମାନେ ଯୋଉ ଧରିତ୍ରୀର ଦେଖି ଏ ଶୟନ କରିଛନ୍ତି ସେମାନେ ଗୋଟେ ଦିନ ଉଠିବେ ସେଇ ଦିନର ଅପେକ୍ଷାରେ ଆମେ ମାନେ ସମସ୍ତେ এই দিন ମାନଙ୍କରେ ପବିତ୍ରତା ଜୀବନ ବିତାଇବା ପାଇଁ ପଡ଼ିବ ପବିତ୍ରତା ସହିତ ରହିବା ପାଇଁ ପଡ଼ିବ ଯଦି ଆମେ ପବିତ୍ରତା ଜୀବନ ବିତାଇବା ନାହିଁ ଅନନ୍ତ ଜୀବନ ପ୍ରାପ୍ତ ହେଇପାରିବ ନାହିଁ ଅନନ୍ତ ଅବଜ୍ଞା ପ୍ରାପ୍ତ ହେଇପାରିବା ଅର୍ଥାତ୍ ଧୂଳିର ମଣିଷ ଧୂଳିରେ ଲୀନ ହେବ ଆଉ ସେ ପ୍ରଭୁ କହିଲେ ଯେପରି ଯେ କି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଏ ଆଉ ଯଦି ସେ ବିଶ୍ୱାସ କରିବ ନାହିଁ ସେ ବିନଷ୍ଟ ହେଇଯିବ ଆଉ ଏ ଧୂଳିର ମଣିଷ ଧୂଳିରେ ଥିବ ଆଉ ଗୋଟେ ଦିନ ଶୈତାନ ସେ ଧୂଳିକୁ ଆହାର କରିବ ତେଣୁକରି ମୁଁ ଆପଣମାନଙ୍କୁ ଏଇ ଉପଦେଶ ଦେବା ପାଇଁ ଚାହେଁ ଏଇ ଗୋଟେ ପରାମର୍ଶ ଦେବା ପାଇଁ ଚାହେଁ ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆମ ଲୋକମାନେ ଯେତେ ଧୂଳିରେ ଶୟନ କରିଛନ୍ତି ଗୋଟେ ଦିନ ଆସିବ ସେମାନେ ଉଠିବେ ନିଶ୍ଚିତ ଉଠିବେ ଆଉ ଆମେମାନେ ଯଦି ମରିଯିବା ଆମେମାନେ ମଧ୍ୟ ଗୋଟେ ଦିନ ଉଠିବା ଆଉ ଯେ ପ୍ରକାର ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଉତ୍ଥାପିତ ହୋଇ କବରକୁ ଖାଲି କରିଛନ୍ତି ଅର୍ଥାତ୍ ତାଙ୍କର କବର ସ୍ଥାନ ଖାଲି ରହିଛି ସେଇ ପ୍ରକାର ଆମର ଲୋକମାନଙ୍କର ମଧ୍ୟ ଏଇ କବର ଯୋଉଟା ଆଜି ଆମେ ମହମ୍ମଦ ଲଗାଉଛୁ এটা ଗୋଟେ ଖାଲି ପଡ଼ିବ କେଉଁ ଲୋକମାନଙ୍କର ଖାଲି ପଡ଼ିବ ଯେଉଁମାନେ ଅନନ୍ତ ଜୀବନ ପାଇବା ପାଇଁ ଚେଷ୍ଟା କରିବେ ଅନନ୍ତ ଜୀବନ ପାଇବା ପାଇଁ ଆପଣା ଜୀବନକୁ ପରମେଶ୍ୱର ଗୋଟେ ଉତ୍ସର୍ଗ କରିବେ ପବିତ୍ର କରିବେ ସେହି ଲୋକମାନେ ଗୋଟେ ଦିନ ଉଠିବେ ଆଉ ଯେଉଁ ଲୋକମାନେ ନିଜ ଜୀବନକୁ ଜାଗତିକ ମନ୍ଦତା ପାପତା ପୁଣି ଜାଗତିକ ଘୃଣ୍ୟ କଳଙ୍କିତ କର୍ମରେ ରହିବେ ସେମାନେ କ'ଣ ହେବେ ଅନନ୍ତ ନରକକୁ ସେମାନେ ଯିବେ ଅର୍ଥାତ୍ ଧୂଳିର ମନୁଷ୍ୟ ଧୂଳିରେ ପୁଣି ଲୀନ ହେବ ସେଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରେ ଆମେ ସମସ୍ତେ ପବିତ୍ରତା ସହିତ ରହିବା ପବିତ୍ର ଜୀବନ ବିତାଇବା ଗୋଟେ ଦିନ ଆମେ ଉଠିବା ଏଇ ଆଶାରେ ଆମେ କବରରେ ଆସୁଛୁ ସେଇ ଆଶା ଆମମାନଙ୍କ ଜୀବନରେ ମଧ୍ୟ ଜୀବିତ ମନୁଷ୍ୟମାନଙ୍କ ମଧ୍ୟରେ ମଧ୍ୟ ଯେ ପ୍ରକାର ସେଥିପାଇଁ ଲେଖା ହେଲା କ'ଣ ବୋଲି ଲେଖା ଲାଗୁଛି ଜୀବିତ ମନୁଷ୍ୟ ତଇଁରେ ମନୋଯୋଗ ହେବା ଦରକାର ଆମର ମନକୁ ଏଠି ଯୋଗ କରିବା ମୋ ଲୋକ ଗୋଟେ ମୋ ବାପା ମୋ ଭାଇ ମୋ ଭଉଣୀ ମୋ ପୁଅ ମୋ ଝିଅ ଗୋଟେ ଦିନ ଏ ମୃତ୍ୟୁବରଣ ସେ ଗୋଟେ ଦିନ ପ୍ରଭୁଙ୍କ ନିକଟରେ ନିଶ୍ଚିତ ଭାବରେ ପ୍ରଭୁଙ୍କ ପାଇଁ ଉତ୍ଥାପିତ ହେବ ମୁଁ ମଧ୍ୟ ଯେ ପ୍ରକାର ମରିଗଲେ ସେଇ ପ୍ରକାର ଉତ୍ଥାପିତ ହେବି ଏହି ଆଶା ଏହି ଭରସାରେ ଆମେ ଆମର ଜୀବନ ବିତେଇବା ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍ ପ୍ରେଜ୍ ହାଲେଲୁୟା ହାଲେଲୁୟା ଆଉ ବିଶେଷ ପ୍ରାଞ୍ଜଳ ଭାବରେ ଆମମାନେ ଆଜିର ଏହି ଦିନର ସ୍ୱତନ୍ତ୍ରତା ଉପରେ ଆମମାନେ ବୁଝି ସାରିଛୁ ତଥାପି ପ୍ରଭୁଙ୍କର ମୃତ୍ୟୁର ଅନେକ କାରଣ ରହିଛି ଆଉ ବିଭିନ୍ନ କାରଣ ମଧ୍ୟରୁ ଗୋଟେ କାରଣ ମୁଁ ଆପଣମାନଙ୍କ ମଧ୍ୟରେ ପ୍ରକାଶ କରିବାକୁ ଇଚ୍ଛା କରେ ଆମମାନେ ଆଜି ଏହି ପୁନରୁତ୍ଥାନ ଦିବସରେ ସମାଧି ନିକଟକୁ ଆସି ଏକତ୍ର ହୋଇଛୁ ସମବେତ ହୋଇଛୁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ କିନ୍ତୁ ଗୋଟେ ବିଷୟ ଅନେକ ଯୁବତୀ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଠେ ଯଦି ଯୀଶୁ ମୃତ୍ୟୁ ଭୋଗ କରିନଥାନ୍ତେ ତାହେଲେ ଆମେ ପରିତ୍ରାଣ ପାଇଥାନ୍ତୁ ନା ନାହିଁ এই ପ୍ରଶ୍ନ ମଧ୍ୟ ଅନେକଙ୍କର ଅଛି କିନ୍ତୁ ରକ୍ତପାତ ବିନା ପାପ ମୋଚନ ହେଇପାରିବ ନାହିଁ ଏଣୁ ଆମମାନଙ୍କ ପାପରୁ ଉଦ୍ଧାର କରିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ପବିତ୍ର ରକ୍ତ ବହାଇଲେ ଏହା ସତ୍ୟତା ଅଟେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଜି ଆପଣମାନେ ଯେକୌଣସି ଧର୍ମ ଗ୍ରନ୍ଥକୁ ଦେଖନ୍ତୁ ଦେବାଦେବୀ ଭାବରେ ବା ଈଶ୍ୱର ଭାବରେ ପୂଜା ପାଉଥିବା କୌଣସି ପରମେଶ୍ୱରଙ୍କର ରେକର୍ଡ ଆପଣମାନେ ପାଇପାରିବେ ନାହିଁ ଯିଏ ମୃତ୍ୟୁକୁ ଜୟ କରିଛନ୍ତି କିନ୍ତୁ ଆମମାନଙ୍କର ଧର୍ମଶାସ୍ତ୍ର ଆମମାନଙ୍କୁ ଶିକ୍ଷା ଦିଏ ଆମମାନଙ୍କର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ ପୁଣି ସେ ତୃତୀୟ ଦିବସରେ ପୁନରୁତ୍ଥିତ ହେଲେ ପ୍ରେଜ୍ ଦ ଲର୍ଡ ହାଲେଲୁୟା 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 ଏହା କେବଳ ଆମମାନଙ୍କର ଶାସ୍ତ୍ର ପ୍ରମାଣ ଦେଉଛି ତାହା ନୁହେଁ ପୃଥିବୀକୁ ସମସ୍ତ ପ୍ରକାର ଜ୍ଞାନ କୌଶଳ ଉପରେ ପରୀକ୍ଷା କରି ପ୍ରମାଣ ଦେଉଥିବା ସଂସ୍ଥା ବା ଅନୁଷ୍ଠାନ ନାସା ମଧ୍ୟ ଆକୁ ପ୍ରୁଭ୍ କରୁଛି ଆଉ ସେହି ନାସା ହିଁ ଷ୍ଟେଟମେଣ୍ଟ ଦେଇଛି ଯେ ଏହି ବର୍ଷର ପୁନରୁତ୍ଥାନ ଦିବସ ବା ଗୁଡ୍ ଫ୍ରାଇଡେ ଏବଂ ପୁନରୁତ୍ଥାନ ଦିବସ ଏକ୍ଜାକ୍ଟଲି ସେମ୍ ଡେଟ୍ରେ ପଡୁଛି ଆଉ ତାହାର ଚିହ୍ନ ସ୍ୱରୂପ ଆମେ ଗତକାଲି ଜାଣି ସାରିଛୁ ଯଦି କେହି ଜାଣିବା ପାଇଁ ଇଚ୍ଛା କରନ୍ତି ଆପଣମାନଙ୍କୁ ମଧ୍ୟ କେହି ଜଣେ ପଢିବା ପାଇଁ ସାହାଯ୍ୟ କରିବେ ମାତୃଲିପ୍ତ ସୁସମାଚାର 20 ପର୍ବ 1 ପଦ 2 ପଦ ପଢି ଦିଅନ୍ତୁ
ମାଥ୍ୟୁ ସୁସମାଚାର ବିଶ୍ରାମବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ଆଉ ଦେଖ ମହାଭୂମିକମ୍ପ ହେଲା, କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଡ଼ାଇ ଦେଲେ, ତାହା ଉପରେ ବସିଲେ। ପ୍ରେଜ୍ ଦ ଲର୍ଡ। ମହାଭୂମିକମ୍ପ ହେଲା। ସେହିପରି ଗତ ରାତ୍ରିରେ ଆପଣମାନେ ଅନୁଭବ କରିଥିବେ, ଯୋଉ ଭୂମିକମ୍ପ ଅନୁଭବ କରୁଛନ୍ତି, ଯୀଶୁ ଥିବା ସମୟରେ ମଧ୍ୟ ସେହିପରି ହେଇଥିଲା। ଏହା ଏକ ଚିହ୍ନ ସ୍ୱରୂପ ଆମମାନଙ୍କୁ ଜାଣିବାକୁ ମିଳିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଖ୍ରୀଷ୍ଟଙ୍କ ମୃତ୍ୟୁର ଗୋଟେ ମୁଖ୍ୟ କାରଣ ମୁଁ ଆପଣମାନଙ୍କୁ କହିବାକୁ ଇଚ୍ଛା କରେ। କି ଜଣେ ପଢିବେ ପ୍ରଥମ କରନ୍ଥୀୟ 15 ପଦ 25 ପଦ ଆଉ 24 ପଦ ପଢିବା। ପ୍ରଥମ କରନ୍ଥୀୟ 15 କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜ ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ। ଶେଷ ଶତ୍ରୁ ସ୍ୱରୂପ ମୃତ୍ୟୁକୁ ଲୋପ କରାଯିବ। ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କ ସମ୍ମୁଖରେ ଶେଷ ଶତ୍ରୁ ଭାବରେ ମୃତ୍ୟୁ ହେଇଥିଲା। ଆଉ ସେ ମୃତ୍ୟୁରୁ ଜୟ କରିବା ହେଉଛି ଈଶ୍ୱରଙ୍କୁ ପ୍ରମାଣିତ କରିବା ପାଇଁ, ସର୍ବଶକ୍ତି ସମ୍ପନ୍ନ ବ୍ୟକ୍ତି ବୋଲି ପ୍ରମାଣିତ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଶେଷ ଶତ୍ରୁ ଭାବରେ ପୃଥିବୀରେ ଥିବା ସମୟରେ ଅନେକ ପରୀକ୍ଷାରେ ପରୀକ୍ଷିତ ହେଲେ, ପ୍ରତ୍ୟେକ ପରୀକ୍ଷାକୁ ଜୟଯୁକ୍ତ ହେଲେ, କିନ୍ତୁ ଶେଷ ପରୀକ୍ଷାଟା ମୃତ୍ୟୁକୁ ଜୟ କରିବା। ଆଉ ସେ ମୃତ୍ୟୁର ନାମ ଭାଙ୍ଗି ସେ ବିଜୟ ହେଇଛନ୍ତି, ଆମମାନଙ୍କୁ ବିଜୟର ଭରସା ଦେଇଛନ୍ତି ଏବଂ ତାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଅଧିକାର ଦେଇଛନ୍ତି। ଆମେ ସେହି ମହାନ ପରମେଶ୍ୱରକୁ ଧନ୍ୟବାଦ ଦେବା ନିମନ୍ତେ ଆମେ ଉଚ୍ଚ ସ୍ୱରରେ ସମସ୍ତେ ଯୀଶୁଙ୍କର ଗୌରବ କରିବା। ବୋଲେ ୟୀଶୁ ମसीह की जय, राजाओं का राजा की जय, उद्धारकर्ता यीशुଙ୍କର जय, शांतिदाता यीशुଙ୍କର जय, मुक्तिदाता यीशुଙ୍କର जय। हालेलुया, 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 हालेलुया। आसନ୍ତୁ ଆମେ ଶେଷ ପ୍ରାର୍ଥନା କରି ଆଜି ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିବା। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା, ଗୋଟେ ମିନିଟ୍ ପ୍ରଭୁଙ୍କୁ ଧନ୍ୟବାଦ ଦେବା। हालेलुया, हालेलुया, हालेलुया। धन्यवाद प्रभु, धन्यवाद प्रभु। पवित्र 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 परमेश्वर, तुम्हें अम्मान कर रक्षक, तुम्हें अम्मान कर प्रतिपालक प्रभु, तुम्हें मृत्युंजय परमेश्वर, तुम्हें अम्मान कर निमंते अपना कुसुम्य करो। अम्मान को अपराध सकाशु तुम्हें निष्पापी होई मध्य समस्त पाप बहन करो। जगतर पाप को तुम उद्धार करिए, धन्यवाद दौछु प्रभु। तुम्हें मृत्यु को जय करिए, धन्यवाद दौछु प्रभु। उपस्थित प्रत्येक तुम्हें आशीर्वाद करो प्रभु। अम्मान करो जेते प्रियजन प्रभु आज ये कबरे अपरमेश्वर कबर प्राप्त होइछन्ते। प्रभु तुम्हारी आगमन तुरी ध्वनि से माने उठिबे एही भरोसा अविश्वास प्रभु अपरमेश्वर तुम्हारी गौरव प्रशंसा करुछु प्रभु। प्रत्येक दुखित परिवार मान को तुम्हें सांत्वना प्रदान करो। जो माने निजर प्रिय मान को हराई प्रभु दुख रे भांगी पड़िछन्ते, प्रत्येक दुखी मान को तुम्हें सांत्वना दियो प्रभु। उपस्थित प्रत्येक को आशीर्वाद करो। पुणी थरे निज निज स्थान फेरे तुम्हें सहाय हो। ए समय अमान को दिलो प्रभु। आज तुम्हारी गौरव निमंते एकत्र करो। धन्यवाद दे फिर प्रभु यीशु का नाम रे मांगिलो, आमेन। हमारे प्रभु से प्रार्थना करो। हे अमान को सर्वश्रेष्ठ नाम पवित्र हो। तुम्हारे राज्य आसु जेपरि स्वर्गरे सेपरि पृथ्वीरे तुम्हारी इच्छा सफल हो। आज अमान को प्रयोजन आहार दे। अमान जेपरि अपना अपना अपराध क्षमा करियछ सेपरि अमान को अपराध सब क्षमा करो। परीक्षा अमान को नहीं मात्र मंदिर रक्षा करो। जो राज्य पराक्रम गौरव जुग जुगे तुम्हें हो, आमेन। असत्य मने शेष प्रभु यीशु ख्रीष्ट को अनुग्रह ईश्वर को प्रेम पवित्र आत्मा का शांति आनंद आम समस्त को जुगे जुगे व्यक्ति रहो, आमेन।